ଶିକ୍ଷଣ କାର୍ଯ୍ୟ 1 ଆସ ଗପଟିଏ ପଢ଼ିବା। ମୂଷା ରାଜାଙ୍କ ବାହାଘର ପାଇଁ କନ୍ୟା ଖୋଜା ଚାଲିଲା। ରାଜାଙ୍କ ଆଦେଶରେ ଦୂତମାନେ ଚାରିଦିଗକୁ ଗଲେ। ସେମାନେ ନଅରଟିଏ ଦେଖି ସେଠାକୁ ଯାଇ ପଚାରି ବୁଝିଲେ, ସେହି ରାଜ୍ୟର ମୂଷୀ କନ୍ୟା ବହୁତ ସୁନ୍ଦରୀ, ଶିକ୍ଷିତା ଓ ବୁଦ୍ଧିମତୀ। ତେଣୁ ବାହାଘର ସ୍ଥିର ହୋଇଗଲା। ମୂଷା ରାଜା ଉପଯୁକ୍ତ ବେଶ ପକାଇ ବରଯାତ୍ରୀ ଦଳ ସହ ମୂଷୀ ରାଜକନ୍ୟାଙ୍କ ନଅରରେ ହାଜର ହେଲେ। ମନ୍ତ୍ରପାଠ କରିବାକୁ ଜଣେ ସନ୍ନ୍ୟାସୀ ତାଙ୍କ ଚେଲାମାନଙ୍କୁ ସାଙ୍ଗରେ ନେଇ ଆସିଲେ। ବାଜା ଦଳ ନିଜର ବାହାଦୁରୀ ଦେଖାଇବା ପାଇଁ କେତେ ରକମ ବାଜା ସାଙ୍ଗରେ ନେଇ ଆସିଥାନ୍ତି। ବାହାଘର ସରିବା ପରେ ସମସ୍ତେ ଭୋଜି ଖାଇ ମୂଷା ରାଜା ଓ ମୂଷୀ ରାଣୀଙ୍କୁ ଆଶୀର୍ବାଦ ଦେଇ ମନ ଖୁସିରେ ଘରକୁ ଫେରିଗଲେ। ଶିକ୍ଷଣ କାର୍ଯ୍ୟ 2 ପ୍ରଥମ ବାକ୍ସ ଭିତରେ ଥିବା ଶବ୍ଦର ଅର୍ଥ ଦ୍ୱିତୀୟ ବାକ୍ସ ଭିତରେ ଅଛି। ଆସ ଠିକ୍ ଅର୍ଥଟି ବାଛି ଲେଖିବା। ବେଶ ପକାଇବା, ପୋଷାକ ପିନ୍ଧିବା। ରକମ ପ୍ରକାର, ବାହାଦୁରୀ ବଡ଼ପଣିଆ। ଦୂତ ସମ୍ବାଦ ବାହକ। ନଅର ରାଜପ୍ରାସାଦ। ଚେଲା ସାଧୁ ସନ୍ନ୍ୟାସୀଙ୍କ ଶିଷ୍ୟ। ସନ୍ନ୍ୟାସୀ ସାଧୁ ହାଜର ଉପସ୍ଥିତ। ଶିକ୍ଷଣ କାର୍ଯ୍ୟ 3 ଯେପରି ଭକ୍ତିଶୂନ୍ୟ ଅର୍ଥକୁ ବୁଝାଇବା ପାଇଁ ଭକ୍ତିହୀନ ହୁଏ, ସେହିପରି ତଳଲିଖିତ ଅର୍ଥ ପାଇଁ ଶବ୍ଦ ଲେଖିବା। ଜ୍ଞାନଶୂନ୍ୟ ଜ୍ଞାନହୀନ, ଧନଶୂନ୍ୟ ଧନହୀନ।